ସକାଳୁ ଶୋଇକିରି ଉଠି ଆପଣ ମାନେ ଯଦି ଚାହା ପିଉଛନ୍ତି ବନ୍ଦ କରି ଦିଅନ୍ତୁ। ଏବେ ପିଅନ୍ତୁ ଗରମ ପାଣି। ଗରମ ପାଣି ଯଦି ଆପଣ ମାନେ ରେଗୁଲାର ସକାଳୁ ଶୋଇକିରି ଉଠି ସାରିଲା ପରେ ପିଉଛନ୍ତି ତାହେଲେ ଆପଣଙ୍କୁ ହେବ ଏହି ଚାରୋଟି ଫାଇଦା। କ'ଣ ସେଇ ଚାରୋଟି ଫାଇଦା ଜାଣିବା ଆଜି ଆମେ ଏଇ ଭିଡ଼ିଓ ମାଧ୍ୟମରେ। ପ୍ରଥମରେ ହେଉଛି ଆମର ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଆମେ ଯାହା ବି ଖାଇଥାଉ ଭଲ ଭାବରେ ହଜମ ହୋଇଯାଇଥାଏ, ଆମ ପେଟ ସଫା ରହିଥାଏ। ଦ୍ୱିତୀୟରେ ହେଉଛି ଆମକୁ କେବେ ବି ହେଲେ ଗ୍ୟାସର ପ୍ରୋବ୍ଲେମ ହୋଇନଥାଏ କି କଫର ପ୍ରୋବ୍ଲେମ ମଧ୍ୟ ହୋଇନଥାଏ। ତୃତୀୟରେ ହେଉଛି ଆମର ଶରୀରରେ ଯେଉଁ ସବୁ ଖରାପ ପଦାର୍ଥ ଅଛି ତାକୁ ସବୁ ନଷ୍ଟ କରିଦେଇଥାଏ, ତାକୁ ସବୁ ବାହାରକୁ ବାହାର କରିଦେଇଥାଏ। ଚତୁର୍ଥରେ ହେଉଛି ଆମ ଓଜନକୁ କଣ୍ଟ୍ରୋଲରେ ରଖିଥାଏ ଯଦି ଆମେ ସକାଳୁ ଗରମ ପାଣି ପିଇଥାଉ। ଯଦି ଆପଣମାନଙ୍କ ଘରେ କେହି ଚାହା ପିଉଛନ୍ତି ତାହେଲେ ସେମାନଙ୍କୁ କୁହନ୍ତୁ ସେମାନେ ଚାହା ଛାଡ଼ି ଏବେ ଗରମ ପାଣି ପିଇବା ଆରମ୍ଭ କରିଦେବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ ଲାଗିଥିବ ମୋତେ ଫଲୋ କରିଦେବେ, ଲାଇକ୍ କରିଦେବେ, ସେୟାର କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।